ଶ୍ରୀ ସାଇରାମ। ସୁଖଲତା ପଣ୍ଡା ଜଣେ ସାଧା ସରଳ ମହିଳା। ଶହୀଦନଗରର ଛୋଟ ଘରରେ ସେ ତାଙ୍କ ସ୍ୱାମୀଙ୍କ ସହିତ ବସବାସ କରୁଥିଲେ। ଜୀବନର ବହୁ ଦୁଃଖ ଦେଖିଥିଲେ। ତାଙ୍କ ମନରେ ଅନେକ ପ୍ରଶ୍ନ। ମୋ ଜୀବନରେ ଏତେ ଦୁଃଖ କାହିଁକି? ଶାନ୍ତି କେଉଁଠି ମିଳିବ? ଦିନେ ସେ ଶାନ୍ତିର ଆଶା ନେଇ ପ୍ରଶାନ୍ତି ନିଳୟକୁ ଯିବାକୁ ମନସ୍ଥ କଲେ। ଅକ୍ଟୋବର ମାସ 1972 ମସିହାରେ ସେ ପ୍ରଶାନ୍ତିରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ମନରେ ଅନେକ ପ୍ରଶ୍ନ ଥିଲା। ପ୍ରଶାନ୍ତିରେ ପ୍ରବେଶ କରିବା ମାତ୍ରେ ସେ ଜୀବନରେ ପ୍ରଥମେ ଏପରି ଶାନ୍ତ ଏବଂ ପବିତ୍ର ପରିବେଶ ଦେଖିଥିଲେ। ଭକ୍ତମାନଙ୍କର ନୀରବ ପ୍ରାର୍ଥନା, ଭଜନ, ବାବାଙ୍କ ଉପଦେଶ ସବୁକିଛି ତାଙ୍କ ମନକୁ ଏକ ଅଚିନ୍ତ ଶାନ୍ତି ଦେଇଥିଲା। ସେଠାରେ ସେ ଅନୁଭବ କଲେ ଯେପରି ସତ୍ୟସାଇ ବାବା ତାଙ୍କ ଭିତରେ ଥିବା ସମସ୍ତ ଯନ୍ତ୍ରଣାକୁ ପଢ଼ି ନେଇଛନ୍ତି। ବାବା ନିଜ ହାତ ଉଠାଇ ଆଶୀର୍ବାଦ ଦେଲେ। ସେହି ଭାବ ମୁହୂର୍ତ୍ତ ସମୟରେ ସେ ହୃଦୟଙ୍ଗମ କଲେ ଯେପରି କେହି ତାଙ୍କ ହୃଦୟରେ କୋଠରୀକୁ ଖୋଲି ଦେଇଛନ୍ତି। ଦୁଇ ଆଖିରୁ ଆପେ ଆପେ ଦୁଇ ଟୋପା ଲୁହ ତାଙ୍କ ହୃଦୟରେ ଥିବା ମଳିନତାକୁ ଧୋଇ ଦେଇଥିଲା। ଏହା କେବଳ ଭାବନା ନୁହେଁ, ଏକ ନୂଆ ପଥର ଆହ୍ୱାନ। ପ୍ରଶାନ୍ତି ଛାଡ଼ି ଘରକୁ ଆସିବା ପରେ ତାଙ୍କ ମନ ପୂର୍ଣ୍ଣ ପରିବର୍ତ୍ତିତା। ସେ ନିଜ ଘରର ପ୍ରତ୍ୟେକ ସନ୍ଧ୍ୟାରେ ଦୀପ ଜଳାଇ ଭଜନ କରିବା ଆରମ୍ଭ କଲେ। ଦୀର୍ଘ ଦିନ ପରେ ସେ ମନରେ ଶାନ୍ତି ପାଇବାକୁ ଲାଗିଲେ। କିଛି ମାସ ପରେ ତାଙ୍କ ଘରେ ପଡ଼ୋଶୀମାନେ ଆସି ଭଜନରେ ଯୋଗ ଦେବାକୁ ଲାଗିଲେ। ତାଙ୍କ ମନ ଭିତରେ ସେବା ଭାବ ଜାଗୃତ ହେଲା। ଗୁରୁ ଭାଇଙ୍କର ପରାମର୍ଶ ନେଇ ସେ ଲକ୍ଷ୍ମୀସାଗର ସ୍ଥିତ ନିଜ ବାସଭବନରେ ବାବାଙ୍କର ସମିତି ଖୋଲିଥିଲେ। ପ୍ରତ୍ୟେକ ଗୁରୁବାର ନିୟମିତ ଭଜନ, ସଂକୀର୍ତ୍ତନ ଏବଂ ଧ୍ୟାନ କରାଗଲା। ସମିତି ବଢ଼ିବା ସହିତ ସେ ଭାବିଲେ କେବଳ ଭଜନର ଜୀବନଟି ସୀମିତ ନୁହେଁ, ଲୋକଙ୍କ ଦୁଃଖ ଦୂର ହେଲେ ତାହା ମଧ୍ୟ ସେବା। ତାଙ୍କ ଚିନ୍ତାରୁ ଜନ୍ମ ହେଲା ଗୋଟିଏ ନୂଆ ପ୍ରୟାସ, ଭିକ୍ଷୁକ ଓ ଦରିଦ୍ରମାନଙ୍କ ପାଇଁ ଖାଦ୍ୟ ବଣ୍ଟନ। ସମିତି ସଦସ୍ୟମାନଙ୍କ ସହିତ ମିଶି ଖାଦ୍ୟ ବଣ୍ଟନ କଲେ। ଦରିଦ୍ରମାନଙ୍କ ମୁହଁରେ ଦେଖାଯାଇଥିବା ସେହି ହସ ଓ ଆଶୀର୍ବାଦ ତାଙ୍କ ଜୀବନର ଅନ୍ୟ ଏକ ମନ୍ତ୍ର ହେଲା। ସେଉଠୁ ଆରମ୍ଭ ହେଲା ବାବାଙ୍କର ବାଳ ବିକାଶ କ୍ଲାସ। ପ୍ରତ୍ୟେକ ସପ୍ତାହର ରବିବାର ଦିନ ପିଲାମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା, ନୀତି ଶିକ୍ଷା, ଭଜନ, ସଂସ୍କାର ଓ ସହଯୋଗର ମୂଳମନ୍ତ୍ର ଶିଖାଉଥିଲେ। ଅନେକ ପିଲାମାନଙ୍କର ଚରିତ୍ର, ଭାବଧାରା ଓ ଜୀବନ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇଥିଲା। ପଡ଼ୋଶୀମାନେ ମଧ୍ୟ ତାଙ୍କ ସେବାକୁ ପ୍ରଶଂସା କରୁଥିଲେ। ସମିତି ସେ କେବଳ ଧାର୍ମିକ କାମରେ ଅବସ୍ଥାପନ କରିନଥିଲା, ସେ ଆରମ୍ଭ କରିଥିଲା ସ୍ୱଚ୍ଛତା ଅଭିଯାନ, ସମାଜ ଉନ୍ନୟନ, ରକ୍ତଦାନ ଶିବିର, ବୃକ୍ଷରୋପଣ, ଶିକ୍ଷା ସମର୍ଥନ ଓ ମହିଳାମାନଙ୍କର ଜୀବନଶୈଳୀର ଉନ୍ନତି। ତାଙ୍କ ନେତୃତ୍ୱରେ ମନୁଷ୍ୟମାନଙ୍କ ମନରେ ଭକ୍ତି, ସେବା ଓ ମମତାର ପ୍ରେମ ଜାଗୃତ ହୋଇଥିଲା। ଆସ୍ତେ ଆସ୍ତେ ପଣ୍ଡା ମାଉସୀଙ୍କର ବୟସ ବଢ଼ି ଚାଲିଥାଏ। କେତେ କାମ, ଦେହରେ ଶକ୍ତି କମୁଥିବା ସତ୍ତ୍ୱେ ମାନସିକ ଭାବେ ସେ ଅତ୍ୟନ୍ତ ଶକ୍ତ। ଏହି ପରିଣତି ବୟସରେ ମଧ୍ୟ ସେ କିନ୍ତୁ ଭଜନ ଓ ସେବା ପ୍ରତି ତାଙ୍କ ଭକ୍ତି ଅବିଚଳ ରହିଲା। ସମିତିର ପିଲାମାନେ, ମହିଳାମାନେ, ସମିତି ସଭ୍ୟମାନେ ତାଙ୍କ ବାସଘରକୁ ଆସି ପ୍ରତିଦିନ ଭଜନ କରୁଥିଲେ। ଏଥିରେ ସମସ୍ତେ ଆନନ୍ଦିତ ହେଉଥିଲେ ଏବଂ ଏହା ଦେଖି ପଣ୍ଡା ମାଉସୀ ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି ଏବଂ ଭାବନ୍ତି, ଯଦି ବାବାଙ୍କର ଦୈବ୍ୟ କୃପା ନଥାନ୍ତା ଆଜି ମୋ ଜୀବନ ଏମିତି ପରିବର୍ତ୍ତନ ହୋଇନଥାନ୍ତା। ସେବା ଓ ପ୍ରେମ ଏହା ହିଁ ବାବାଙ୍କର ସତ୍ୟବାଣୀ। ସେହି ପଥ ଧରି ଚାଲନ୍ତୁ, ଆପଣଙ୍କ ଜୀବନ ଉଜ୍ଜଳ ହେବ। ପଣ୍ଡା ମାଉସୀଙ୍କର ତ୍ୟାଗ ଆମ ପାଇଁ ପ୍ରେରଣା। ଜୟ ସାଇରାମ। ସତ୍ୟସାଇ ପ୍ରେମ, ସତ୍ୟ, ସେବାର ପ୍ରଚାର ପ୍ରସାର ନିମନ୍ତେ ଆଜି ଆମେ ଏହି ୟୁଟ୍ୟୁବ ଚ୍ୟାନେଲ ବାବାଙ୍କ ପାଦକ ଚରଣରେ ଅର୍ପଣ କରି ଆରମ୍ଭ କରୁଛୁ। ସାଇରାମ।